ମୁଁ ଏ ଜାମୁ ଗଛକୁ ଏଠି ଲଗେଇଦେଲି। ଏ ଗଛ ଗୋଟେ ଯାଦୁର ଗଛ। ଏବେ ଖାଲି କିଛି ଦିନ ଅପେକ୍ଷା କରେ, ତାପରେ ମୁଁ ଏ ଯାଦୁର ଜାମୁକୋଳି ଖାଇପାରିବି ଆଉ ଅନେକ ଶକ୍ତି ଲାଭ କରିବି। ଏମିତି କହି ପିଶାଚି ସେଠାରୁ ଚାଲିଗଲା। ପିଶାଚି ଯୋଉ ଜାମୁ ଗଛକୁ ଲଗେଇଥିଲା ସେ ଥିଲା ଗୋଟେ ଯାଦୁର ଗଛ। ଅଳ୍ପ କିଛି ଦିନରେ ହିଁ ଗଛ ବଡ଼ ହେଇ ସେଥିରେ ଅନେକ ଜାମୁ ଫଳିଲା। ସେଠାରୁ କିଛି ଦୂରରେ ଏକ ଜଙ୍ଗଲ ଥିଲା। ସେଇ ଜଙ୍ଗଲରେ ଗୋଟେ ଗରିବ ମିଟୁ ରହୁଥିଲା। ସେ ପ୍ରତ୍ୟେକ ଦିନ ଜଙ୍ଗଲ ଭିତରୁ ଔଷଧ ପତ୍ର ଆଣି ତାକୁ ବାଟି ବଜାରରେ ବିକ୍ରି କରୁଥିଲା। ଆରେ ମିଟୁ ଭଉଣୀ, ତୁମ ପାଖରେ ମୁଣ୍ଡ ବିନ୍ଧାର ଔଷଧ ଅଛି କି? ଆଜି ମୋ ମୁଣ୍ଡଟା ଭାରି ବିନ୍ଧୁଛି। ହଁ ଚଢ଼େଇ ଭଉଣୀ, ଏଇ ନିଅନ୍ତୁ ମୁଣ୍ଡ ବିନ୍ଧାର ଔଷଧ। ପ୍ରତ୍ୟେକ ଦିନ ମୁଣ୍ଡରେ 2 ଥର ଲଗେଇବ, ଦେଖିବ ଖୁବ୍ ଶୀଘ୍ର ତମ ମୁଣ୍ଡ ବିନ୍ଧା ଦୂର ହେଇଯିବ। ଏମିତି ସେଦିନ ଧୀରେ ଧୀରେ ମିଟୁର ସବୁ ଔଷଧ ବିକ୍ରି ହେଇଗଲା। ସେ ବଜାରରୁ କିଛି ସଉଦା କିଣି ଘରକୁ ଗଲା। ସେପଟେ ଗୁଡି ଗୁଡି, ତୁ ଘରେ ଅଛୁ ନା? ହଁ କୁନି, ମୁଁ ଘରେ ଅଛି। ତୁ ମତେ କାହିଁକି ଡାକିଲୁ? ମୁଁ ତୋ ସହ ଖେଳିବାକୁ ଆସିଛି। ଗୁଡି, ଚାଲ ଆମେ ସାଙ୍ଗ ହେଇ ଖେଳିବା। ନାଇଁ କୁନି, ଆମେ ଖେଳି ପାରିବାନି। ତୋ ମା ଜାଣିଲେ ଅନେକ ରାଗିବେ। ସେ ମତେ ତୋ ସହ ମିଶିବାକୁ ମନା କରିଛନ୍ତି। ତୁ ଏବେ ଘରକୁ ଯା। ମା ଜାଣିଲେ ସିନା ଆମକୁ ରାଗିବେ। ତୁ ଡରନି, ମାମା କିଛି ବି ଜାଣିପାରିବେନି। ଆସେ ଆମେ ଖେଳିବା। ଆଚ୍ଛା ତେବେ ଠିକ ଅଛି କୁନି। ଏମିତି 2 ଛୁଆ ଖେଳୁଥିଲେ। ହଠାତ୍ ସେହି ସମୟରେ ମା ଚଢ଼ି ସେଠାକୁ ଚାଲି ଆସିଲା। ଏଇ ଗରିବ ଛୁଆ, ତୋର ସାହସ କେମିତି ହେଲା ମୋ ଝିଅ ସହ ଖେଳିବା ପାଇଁ? କୁନି, ମୁଁ ତତେ କେତେଥର ମନା କରିବି, ଏଇ ଗରିବ ମାନଙ୍କ ଘରକୁ ଆସିବୁନି। ମା ତୁମେ ଗୁଡିକୁ ରାଗନି, ତାର କିଛି ବି ଭୁଲ ନାହିଁ। ମୁଁ ତାକୁ ବାଧ୍ୟ କରିଥିଲି ମୋ ସହ ଖେଳିବା ପାଇଁ। ଏମିତି କାହିଁକି କହୁଛନ୍ତି ଆଣ୍ଟି? ଆମେ ଗରିବ ହେଲେ ବି ଆମେ ସମସ୍ତେ ପକ୍ଷୀ। ପକ୍ଷୀ ହେଇ ଆଉ ଗୋଟେ ପକ୍ଷୀ ସହ ମିଶିବା କ'ଣ ଭୁଲ? ହଁ ଭୁଲ। ତମେ ମାନେ କେବେ ବି ଆମ ପରି ହେଇପାରିବନି। ତୁ ଭାରି କଥା କହୁଛୁ। ତୁ ହିଁ ମୋ ଝିଅକୁ ଏମିତି ଓଲଟା ପାଲଟା କଥା ଶିଖଉଛୁ। କୁନି, ଏବେ ହିଁ ମୋ ସାଙ୍ଗରେ ଘରକୁ ଚାଲ, ନହେଲେ ମୁଁ ତତେ ପିଟି ପିଟି ଘରକୁ ନେବି। ଚଢ଼େଇ ତା ଝିଅକୁ ନେଇ ସେଠାରୁ ଚାଲିଗଲା। ସେ ଚଢ଼େଇ ଧନୀ ହେଇଥିବାରୁ ସେ ବହୁତ ଅହଙ୍କାର କରୁଥିଲା। ସେ ତା ଝିଅକୁ କାହା ସହ ବି ମିଶିବାକୁ ଦେଉନଥିଲା। ଏମିତି ଗୋଟେ ଦିନ, ମାମା ଆଜି ମତେ ଖିଚୁଡ଼ି ଖାଇବାକୁ ଇଚ୍ଛା ହେଉଛି। ମୋ ପାଇଁ ଖିଚୁଡ଼ି ରାନ୍ଧି ଦିଅ ନା। ଠିକ ଅଛି ରେ ମା, ମୁଁ ଆଜି ତୋ ପାଇଁ ଖିଚୁଡ଼ି ରାନ୍ଧିଦେବି। ତୁ କିଛି ସମୟ ଅପେକ୍ଷା କର। ମୋର ଗୁଡି କଥା ବହୁତ ମନେ ପଡୁଛି। ମୁଁ ତା ସହ କେମିତି ଖେଳିବି? ମା ଜାଣିଲେ ଅନେକ ରାଗିବେ। ଏ କ'ଣ, ଗୁଡି ଘରୁ କେତେ ସୁନ୍ଦର ବାସ୍ନା ଆସୁଛି। ମାଉସୀ ଆଜି ଖିଚୁଡ଼ି ରାନ୍ଧୁଛନ୍ତି। ଅନେକ ଦିନରୁ ମୁଁ ମାଉସୀ ହାତ ରନ୍ଧା ଖିଚୁଡ଼ି ଖାଇନି। ମାଉସୀ, ତୁମେ ଆଜି ଖିଚୁଡ଼ି ରାନ୍ଧୁଛ? କେତେ ବଢିଆ ବାସ୍ନା ହେଉଛି। ମା କୁନି, ତୁ ଖିଚୁଡ଼ି ଖାଇବୁ? ହଁ ମାଉସୀ, ଅନେକ ଦିନ ହେଇଗଲାଣି ମୁଁ ତୁମ ହାତ ରନ୍ଧା ଖିଚୁଡ଼ି ଖାଇନି। ଆଚ୍ଛା ଠିକ ଅଛି ରେ ମା, ତୁ ବସ, ମୁଁ ଏବେ ତମ 2 ଜଣଙ୍କୁ ଖିଚୁଡ଼ି ବାଢ଼ି ଦେଉଛି। ମାଉସୀ, ଖିଚୁଡ଼ି ବହୁତ ବଢିଆ ହେଇଛି। ଏ କ'ଣ, କୁନି ସେ ଗରିବ ମିଟୁ ଘରେ ଖାଇବା ଖାଉଛି? ଏକଥା ତ ଚଢ଼େଇକୁ ମତେ କହିବାକୁ ପଡିବ। ତାହେଲେ ସିନା ଚଢ଼େଇ ଆଉ ମିଟୁ ଭିତରେ ମତେ ଝଗଡ଼ା ଦେଖିବାକୁ ମିଳିବ। ଭାରି ମଜା ହେବ। ଆରେ ଚଢ଼େଇ, ତୁ ଏଠି କ'ଣ କରୁଛୁ? କାଉ ଭଉଣୀ, ମୁଁ ମୋ ଝିଅକୁ ଖୋଜିବାକୁ ଆସିଥିଲି, ହେଲେ ସେ ତ ଆଖପାଖରେ ନାହିଁ। ଚଢ଼େଇ, ତୁ ଏଠି ତ ଝିଅକୁ ଖୋଜୁଛୁ, ହେଲେ ତ ଝିଅ ସେ ଗରିବ ମିଟୁ ଘରେ ଖାଇବା ଖାଉଛି। ତୋ ଝିଅ ଖାଇବାକୁ ଚାହୁଁନଥିଲା, ହେଲେ ସେ ମିଟୁ ଜୋର କରି ତୋ ଝିଅକୁ ଘର ଭିତରକୁ ଡାକି ନେଇ ତାକୁ ଖାଇବାକୁ ହଉଛି। ଆରେ ଚଢ଼େଇ, ତୋ ଝିଅ ଉପରେ ଟିକେ ନଜର ରଖ। ମତେ ତ କହିବାକୁ ବି ଡର ଲାଗୁଛି, ସେ ମିଟୁ ତ ଝିଅ ଉପରେ କଳା ଯାଦୁ କରୁନି ତ?
କାଉର କଥା ଶୁଣି ଚଢ଼େଇ ପୁରାପୁରି ରାଗିଗଲା। ସେ ମିଟୁର ଘରକୁ ଗଲା। ଏବେ ମଜା ହେବ। ଏ ଅହଙ୍କାରୀ ଧନୀ ଚଢ଼େଇ ଗରିବ ମିଟୁ ଘରକୁ ଗଲା। ଆଜି ମୁଁ ତାଙ୍କ ଝଗଡ଼ା ଦେଖି ମଜା ନେବି। କୁନି, ତୁ ଆଜି ପୁଣି ଏ ମିଟୁ ଘରକୁ ଆସିଲୁ? ଏବେ ହିଁ ମୋ ସାଙ୍ଗରେ ଘରକୁ ଚାଲ। ନାଇଁ ମା, ମୁଁ ତୁମ ସାଙ୍ଗରେ ଘରକୁ ଯିବିନି। ତୁମେ ସବୁବେଳେ ମତେ ରାଗ। ମୁଁ ଆଜି ତୁମ କଥା ଶୁଣିବିନି। ମୁଁ ଖିଚୁଡ଼ି ଖାଇସାରିବି, ତାପରେ ଘରକୁ ଯିବି। ଚଢ଼େଇ ଭଉଣୀ, ଛୁଆଟା କେତେ ଆଶା କରି ଖିଚୁଡ଼ି ଖାଇବାକୁ ଆସିଛି। ସେ ଖାଇସାରୁ ଘରକୁ ଯିବ। ଚୁପ୍ କର ଗରିବ ମିଟୁ। ତୋ ପାଇଁ ମୋ ଝିଅ ମୋ ମୁହଁ ଉପରେ ଜବାବ ଦେଉଛି, ତା ବି ପୁଣି ଏ ଅପରିଷ୍କାର ଜିନିଷ ଖାଇବା ପାଇଁ। ବୁଝିଗଲି, ଏସବୁ ମୋ ଝିଅର ଦୋଷ ନୁହଁ, ସବୁ ଦୋଷ ତୋର। ତୁ ମୋ ଝିଅ ଉପରେ କ'ଣ କଳା ଯାଦୁ କରିଛୁ ଯେ ସେ ବାରମ୍ବାର ତୋ ଘରକୁ ଆସୁଛି? ମୁଁ ଆଜି ତତେ ଛାଡ଼ିବିନି। ଚଢ଼େଇ ମିଟୁ ଘରର ସବୁ ଜିନିଷପତ୍ର ଭାଙ୍ଗି ଦେଇ ତା ଝିଅକୁ ନେଇ ସେଠାରୁ ଚାଲିଗଲା। ଏସବୁ ଦେଖି ମା ମିଟୁର ମନ ଦୁଃଖ ହେଇଗଲା। ସେପଟେ ଦୁଇ କାଉ ଏ ଘଟଣା ଦୂରରୁ ଦେଖୁଥିଲେ। ସେମାନେ ବହୁତ ହସିଲେ। ସେ ଦୁଇ କାଉ ଥିଲେ ଭାରି ଦୁଷ୍ଟ। ସେମାନେ ପ୍ରତିଦିନ ଚଢ଼େଇମାନଙ୍କ ନାଁରେ ମିଛ ସତ କହି ତାଙ୍କ ଭିତରେ ଝଗଡ଼ା ଲଗାଉଥିଲେ। ଏସବୁ କରି ଦୁଇ କାଉ ଅନେକ ମଜା ପାଉଥିଲେ। ପାଣି ପାଣି, କିଏ ଅଛ? ମତେ ଟିକେ ପାଣି ଦିଅ। ଶୋଷରେ ମୋ ତଣ୍ଟିଟା ଶୁଖିଗଲାଣି। ସେ ବୁଢ଼ୀ ଚଢ଼େଇ ଏମିତି ପାଣି ପାଇଁ ଚିତ୍କାର କରୁଥିଲା। ସେତେବେଳେ ସେ ରାସ୍ତାରେ ମିଟୁ ଯାଉଥିଲା। ସେ ବୁଢ଼ୀ ଚଢ଼େଇର ପାଟି ଶୁଣି ଅଟକି ଗଲା। ମୋ ଜାଣିବାରେ ତ ଏଇ ଘରେ ଜଣେ ବୁଢ଼ୀ ମା ରୁହନ୍ତି। କ'ଣ ହେଇଛି? ସେ ଏମିତି କାହିଁକି ପାଟି କରୁଛନ୍ତି? କ'ଣ ହେଲା ବୁଢ଼ୀ ମା? ତୁମେ ଠିକ ଅଛ ତ? ମାରେ, ମତେ ଟିକେ ପାଣି ଦେଇ ପାରିବୁ? ଭାରି ଶୋଷ ଲାଗୁଛି। ବୁଢ଼ୀ ମା, ତୁମେ ଚିନ୍ତା କରନି, ମୁଁ ଏବେ ପାଣି ଆଣିଦେଉଛି। ଆରେ ଝିଅ, ତତେ ବହୁତ ବହୁତ ଧନ୍ୟବାଦ। ମତେ ଲାଗୁନି ମୁଁ ଆଉ ବେଶୀ ଦିନ ବଞ୍ଚିବି। ଶେଷ ଦିନ ମୋର ପାଖେଇ ଆସିଲାଣି। ମାରେ, ମତେ ଗୋଟେ ସାହାଯ୍ୟ କରିପାରିବୁ? ହଁ ହଁ ବୁଢ଼ୀ ମା, କୁହ, ମୁଁ ତୁମ ପାଇଁ କ'ଣ କରିପାରିବି? ମତେ ଜାମୁକୋଳି ଖାଇବାକୁ ଭାରି ଇଚ୍ଛା ହେଉଛି। ମତେ ଏବେ କିଛି ଜାମୁକୋଳି ଦେଇପାରିବୁ? ବୁଢ଼ୀ ମା, ଏବେ ତମ ପାଖରେ ଜାମୁକୋଳି ନାହିଁ। ହେଲେ ତୁମେ ଚିନ୍ତା କରନି, ମୁଁ ଖୁବ୍ ଶୀଘ୍ର ତୁମ ପାଇଁ ଜାମୁକୋଳି ଆଣିଦେବି। ତାପରେ ମିଟୁ ଜାମୁକୋଳି କିଣିବା ପାଇଁ ବଜାରକୁ ଗଲା। ହେଲେ ସେଦିନ ସେ କୋଉଠି ବି ଜାମୁକୋଳି ପାଇଲାନି। ସେ ମନ ଦୁଃଖରେ ଘରକୁ ଫେରୁଥିଲା। ସେତେବେଳେ ସେ ଦେଖିଲା ଦୁଇ କାଉ କିଛି ଜାମୁକୋଳି ନେଇ ଘରକୁ ଯାଉଛନ୍ତି। କାଉ ଭାଇ, କାଉ ଭଉଣୀ, ତୁମେ ଏଇ ଜାମୁକୋଳି କୋଉଠୁ ଆଣିଲ? ମତେ ଅଳ୍ପ କିଛି ଦେଇପାରିବ? ଜଣେ ବୁଢ଼ୀ ମାଙ୍କର ଶେଷ ଇଚ୍ଛା ଜାମୁକୋଳି ଖାଇବା ପାଇଁ। ମୁଁ ବଜାରରେ ଅନେକ ଖୋଜିଛି, ହେଲେ କୋଉଠି ବି ପାଇଲିନି। ସେ ବୁଢ଼ୀ ତ ତୋର ନିଜର କେହି ନୁହଁ, ତା ପାଇଁ ତୋର ଏତେ ଚିନ୍ତା କାହିଁକି? କେହି କ'ଣ ନିଜର ହେଲେ ହିଁ ତାଙ୍କୁ ସାହାଯ୍ୟ କରାଯାଏ? ଆମେ ସବୁ ପକ୍ଷୀ। ବିପଦ ସମୟରେ ଜଣେ ଆଉ ଜଣଙ୍କୁ ସାହାଯ୍ୟ କରିବା ଉଚିତ। ବୁଢ଼ୀ ମାଙ୍କର କେତେବେଳେ କିଛି ବି ହେଇପାରେ। ମୁଁ ତାଙ୍କ ଶେଷ ଇଚ୍ଛା ପୁରା କରିବାକୁ ଚାହୁଁଛି। ମୋ ଉପରେ ଦୟାକର। ମତେ ଅଳ୍ପ କିଛି ହେଲେ ବି ଜାମୁକୋଳି ଦିଅ। ମୁଁ ତା ବଦଳରେ ତୁମକୁ ଟଙ୍କା ଦେଇଦେବି। କ'ଣ ହେଲା? ତୁ ଆମକୁ ଟଙ୍କା ଦେବୁ? ଜାଣିଛୁ ଏ ଜାମୁକୋଳିର ଦାମ କେତେ? ଏ ଜଙ୍ଗଲରେ ଜାମୁକୋଳି ମିଳୁନି ବୋଲି ମୋ ସ୍ୱାମୀ ପାଖ ଜଙ୍ଗଲରୁ 2 ଗୁଣା ଟଙ୍କା ଦେଇ ଏ ଜାମୁକୋଳି କିଣି ଆଣିଛନ୍ତି। ତୁ ଯାହା କହିଲେ ବି ଆମେ ତତେ ଜାମୁକୋଳି ଦେଇପାରିବୁନି। ତୁ ଏବେଠୁ ଚାଲିଯା। ଏବେ ମୁଁ କ'ଣ କରିବି? ବୁଢ଼ୀ ମାଙ୍କ ପାଇଁ ଜାମୁକୋଳି କୋଉଠୁ ଆଣିବି? ମୁଁ ଗୋଟେ କାମ କରେ, ଜଙ୍ଗଲ ଭିତରକୁ ଯାଇ ଦେଖେ, ହୁଏତ କୋଉଠି କିଛି ଜାମୁକୋଳି ପାଇଯିବି। ଏମିତି ଚିନ୍ତା କରି ମିଟୁ ଜଙ୍ଗଲ ଭିତରକୁ ଗଲା ଆଉ ଜାମୁ ଗଛ ଖୋଜିଲା। ଅନେକ ସମୟ ଖୋଜିଲା ପରେ ସେ ପିଶାଚି ଲଗେଇଥିବା ଜାମୁ ଗଛକୁ ପାଇଗଲା। ହେ କ'ଣ, ଏଠି ତ ଗୋଟେ ଏତେ ବଡ଼ ଜାମୁ ଗଛ ଅଛି। ମୁଁ ଆଗରୁ ଦେଖିନଥିଲି। ଭଲ ହେଲା, ଜାମୁ ଗଛକୁ ମୁଁ ପାଇଗଲି। ଏବେ ବୁଢ଼ୀ ମାଙ୍କ ପାଇଁ ମୁଁ ଜାମୁକୋଳି ନେଇପାରିବି। ଏମିତି ଚିନ୍ତା କରି ମିଟୁ କିଛି ଜାମୁକୋଳି ପାଳି ବୁଢ଼ୀ ଚଢ଼େଇ ପାଖକୁ ଗଲା। ବୁଢ଼ୀ ଚଢ଼େଇ ଯେମିତି ଗୋଟେ ଜାମୁକୋଳି ଖାଇଲା, ସେ ପୁରାପୁରି ସୁସ୍ଥ ହେଇଗଲା। ଏ କ'ଣ ରେ ଝିଅ,
ତୁ ଏ କେମିତିକା ଜାମୁକୋଳି ଆଣିଛୁ? ମୁଁ ଗୋଟେ ଖାଉ ଖାଉ ପୁରାପୁରି ସୁସ୍ଥ ହେଇଗଲି। ଏମିତି ଲାଗୁଛି ଯେମିତି ଆଗରୁ ମୋ ଦେହରେ ଗୋଟେ ବି ରୋଗ ନଥିଲା। ଲାଗୁଛି ବୁଢ଼ୀମା ଏ ଜାମୁ ଗଛରେ ଯାଦୁ ଶକ୍ତି ଅଛି, ସେଥିପାଇଁ ତୁମେ ଏତେ ଶୀଘ୍ର ସୁସ୍ଥ ହେଇଗଲ। ବୁଢ଼ୀମା ତୁମକୁ ସୁସ୍ଥ ଦେଖି ମୁଁ ଅନେକ ଖୁସି। ମୁଁ ଏବେ ଯାଉଛି ବୁଢ଼ୀମା। ରହ ଝିଅ, ତୁମ ନିଜର କେହି ନହେଲେ ବି ଆଜି ମୋର ବହୁତ ବଡ଼ ଉପକାର କଲୁ। ମୁଁ ତତେ କିଛି ଦେବାକୁ ଚାହୁଁଛି। ଏଇ ଯୋଉ ବାକ୍ସ ଅଛି, ଆଜିଠୁ ଏ ବାକ୍ସ ତୋର। ମୁଁ ଆଗରୁ ଭାବିଥିଲି ଯିଏ ମୋ ଶେଷ ସମୟରେ ମୋତେ ସାହାଯ୍ୟ କରିବ ମୁଁ ତାକୁ ଏ ବାକ୍ସ ଉପହାର ଦେବି। ମିଟୁ ସେ ବାକ୍ସ ଖୋଲିଲା। ବାକ୍ସ ଭିତରେ ଅନେକ ସୁନା ଟଙ୍କା ଥିଲା। ଏ କ'ଣ ବୁଢ଼ୀମା, ଏ ବାକ୍ସରେ ତ ଅନେକ ସୁନା ଟଙ୍କା ଅଛି, ଏସବୁ ତୁମେ ମତେ କାହିଁକି ଦେଉଛ? ମନା କରନି ରେ ମା, ତୁ ଏ ସୁନା ଟଙ୍କା ନେଲେ ମୁଁ ବହୁତ ଖୁସି ହେବି। ଏବେ ତୁ ଘରକୁ ଯା। ଠିକ୍ ଅଛି ବୁଢ଼ୀମା, ଏସବୁ ଯଦି ମୁଁ ନେବି ତାହେଲେ ତୁମେ ବି ମୋ ସାଙ୍ଗରେ ଆସ। ଆଜିଠୁ ତୁମେ ଆମ ଘରେ ରହିବ। ବୁଢ଼ୀ ଚଢ଼େଇ ବି ମିଟୁ କଥାରେ ରାଜି ହେଇଗଲା। ସେ ତା ସାଙ୍ଗରେ ତା ଘରକୁ ଗଲା। ଜାମୁକୋଳିର ଉପକାରିତା ଜାଣିବା ପରେ ମିଟୁ ପ୍ରତିଦିନ ସେ ଗଛରୁ କିଛି ଜାମୁକୋଳି ଆଣି ଗରିବ ଅସୁସ୍ଥ ଚଢ଼େଇମାନଙ୍କୁ ବିନା ମୂଲ୍ୟରେ ଜାମୁକୋଳି ଦେଇ ତାଙ୍କୁ ସାହାଯ୍ୟ କରୁଥିଲା। ସେ ଜାମୁକୋଳି ଖାଇଲା ପରେ ଚଢ଼େଇମାନେ ସୁସ୍ଥ ହେଇଯାଉଥିଲେ। ଏମିତି ଦିନେ ମୋ ଝିଅର କ'ଣ ହେଇଛି? ସେ କିଛି କଥା ନ କହି ଏମିତି ଶୋଇ ରହିଛି କାହିଁକି? ଆପଣ ଏଇ ଜଙ୍ଗଲର ବଡ଼ ଡାକ୍ତର, ଯେତେ ଟଙ୍କା ଲାଗିବ ମୁଁ ଦେବି। ମୋ ଝିଅକୁ ସୁସ୍ଥ କରିଦିଅନ୍ତୁ। ମୋତେ କ୍ଷମା କରିବେ, ଆପଣଙ୍କ ଝିଅର କ'ଣ ହେଇଛି ମୁଁ କିଛି ବୁଝିପାରୁନି। ମୋ ପାଖରେ ଔଷଧ ନାହିଁ ତାକୁ ସୁସ୍ଥ କରିବା ପାଇଁ। ଏବେ କିଏ ମୋ ଝିଅକୁ ଭଲ କରିପାରିବ? ମୁଁ କାହାକୁ ଡାକିବି? ଏ ସବୁ କଥା ମିଟୁ ଛୁଆ ଶୁଣୁଥିଲା। ସେ ଶୀଘ୍ର ଚଢ଼େଇ ପାଖକୁ ଆସିଲା। ମାଉସୀ, ତୁମେ ମନ ଦୁଃଖ କରନି। ମୋ ମା ପାଖରେ ଯାଦୁର ଜାମୁକୋଳି ଅଛି, ସେ କୁନିକୁ ସୁସ୍ଥ କରିଦେବେ। ତୁ ସତ କହୁଛୁ? ତୋ ମା ମୋ ଝିଅକୁ ସୁସ୍ଥ କରିପାରିବେ? ଯା ମା, ଏବେ ହିଁ ତୋ ମାକୁ ଡାକି ଆଣ। ତାପରେ ମିଟୁ ଛୁଆ ଶୀଘ୍ର ତା ଘରକୁ ଗଲା ଆଉ ତାର ମାକୁ ସବୁ କଥା କହିଲା। ମା ମିଟୁ ଯାଦୁର ଜାମୁ ଧରି ଚଢ଼େଇ ଘରକୁ ଆସିଲା। କୁନି ଚଢ଼େଇ ସେ ଯାଦୁର ଜାମୁ ଖାଇବା ପରେ ପରେ ହିଁ ସେ ସୁସ୍ଥ ହେଇଗଲା। ମା, ମୁଁ ସୁସ୍ଥ ହେଇଗଲି। ମୁଁ ବହୁତ ଖୁସି ମା। ମୁଁ ଏବେ ବାହାରକୁ ଯାଇ ଖେଳି ପାରିବି ନା ମା? ହଁ ରେ ମା, ଏବେ ତୁ ବାହାରେ ଯାଇ ଖେଳି ପାରିବୁ। ତୁ ଆଜି ସୁସ୍ଥ ତ ମିଟୁ ମାଉସୀ ପାଇଁ ହେଇଛୁ। ମିଟୁ ଭଉଣୀ, ମୁଁ ତୁମ ସହ ଅନେକ ଖରାପ ବ୍ୟବହାର କରିଥିଲି। ମତେ କ୍ଷମା କରିଦିଅ। ତୁମ ପାଇଁ ଆଜି ମୋ ଝିଅ ସୁସ୍ଥ ହେଇପାରିଲା। ଚଢ଼େଇ ଭଉଣୀ, ମୁଁ ତୁମକୁ କେବେଠୁ କ୍ଷମା କରିଦେଇଛି। ତୁମେ ଆଉ ମନ ଦୁଃଖ କରନି। ସେଦିନ ପରଠାରୁ ମିଟୁ ଆଉ ଚଢ଼େଇ ଖୁବ ଭଲ ସାଙ୍ଗ ହେଇଗଲେ। ତାଙ୍କ ପିଲାମାନେ ବି ପ୍ରତିଦିନ ସାଙ୍ଗ ହେଇ ଖେଳୁଥିଲେ। ସେପଟେ ମା ମିଟୁ ସେ ଯାଦୁର ଜାମୁ ନେଇ ସମସ୍ତଙ୍କୁ ସାହାଯ୍ୟ କରୁଥିଲା। ଧୀରେ ଧୀରେ ଦୁଇ କାଉ ଏ ସବୁ କିଛି ଜାଣିବାକୁ ପାଇଲେ। ସେମାନେ ବି ଯାଦୁର ଜାମୁ ଗଛ ଖୋଜିବାକୁ ଗଲେ। କିଛି ସମୟ ଖୋଜିଲା ପରେ ସେମାନେ ସେ ଯାଦୁର ଜାମୁ ଗଛକୁ ପାଇଗଲେ। ଆରେ ଦେଖ ଦେଖ, ଏଇଟା ସେଇ ଯାଦୁର ଜାମୁ ଗଛ ଯାହାକୁ ଖାଇଲେ ସବୁ ଅସୁସ୍ଥ ଚଢ଼େଇ ସୁସ୍ଥ ହେଇଯାଉଛନ୍ତି। ଆମେ ସେ ଜାମୁ ଗଛକୁ ପାଇଗଲେ। ଏବେ ଆମେ ଏ ଯାଦୁର ଜାମୁ ଗଛ ନେଇ ପାଖ ଜଙ୍ଗଲକୁ ଯିବା ଆଉ ସେଠି ଅନେକ ଦାମରେ ବିକ୍ରି କରିବା। ଦେଖିବୁ ଆମେ ଖୁବ ଶୀଘ୍ର ଧନୀ ହେଇଯିବା। ମିଟୁଟା ବୋକା ବୋଲି ମାଗଣାରେ ସମସ୍ତଙ୍କୁ ଏ ଯାଦୁର ଜାମୁ ଦେଉଥିଲା। ଅନେକ ଦିନ ହେଇଗଲାଣି ମୋ ଜାମୁ ଗଛ ବଡ଼ ହେଇଯାଇଥିବ। ଏବେ ମୁଁ ଯାଏ ଆଉ କିଛି ଯାଦୁର ଜାମୁ ଖାଇଦେଇ ଆସେ। ଏମିତି ଚିନ୍ତା କରି ପିଶାଚି ଜାମୁ କୋଳି ଖାଇବାକୁ ଆସିଲା। ସେତେବେଳେ ସେ ଦେଖିଲା ଦୁଇ କାଉ ଜାମୁ ପାଳି ଏକାଠି କରୁଛନ୍ତି। ଏଇ ତମେ ମାନେ କିଏ? ମୋ ଗଛର ଜାମୁ ଏମିତି ପାଳୁଛ କାହିଁକି? ତୁମେ କିଏ? ଏ ଗଛକୁ ତୁମ ଗଛ କାହିଁକି କହୁଛ? ଆଜିଠୁ ଏ ଗଛ ଆମର। ଆମେ ଜାମୁକୋଳି ନେବୁ। ମୁଁ ପିଶାଚି, ମୋ ଶକ୍ତିକୁ ଦ୍ୱିଗୁଣ କରିବା ପାଇଁ ମୁଁ ଏଠି ଯାଦୁର ଜାମୁ ଗଛ ଲଗେଇଥିଲି। ତୁମେ କ'ଣ ଭାବୁଛ? ତୁମେ ନିଜକୁ ପିଶାଚି କହିଲେ ବି ଆମେ ତୁମକୁ ଡରିଯିବୁ? ଆମେ ଜାମୁ ଗଛ ଛାଡ଼ି କୁଆଡ଼େ ବି ଯିବୁନି। ତୁମେ ଏଠୁ ଚାଲିଯାଅ।
ନହେଲେ ଆମେ ତାନ୍ତ୍ରିକ ଡାକି ତୁମକୁ ବନ୍ଦୀ କରିବୁ। ବଦମାସ ଦଳ, ମୋ ବିନା ଅନୁମତିରେ ମୋ ଜାମୁ ପାଳି ନେଉଛ, ଏପଟେ ପୁଣି ମୋତେ ଧମକ ବି ଦେଉଛ। ଏବେ ଦେଖ ମୁଁ ତମମାନଙ୍କୁ କେମିତି ଶାସ୍ତି ଦେଉଛି। ପିଶାଚି ରାଗି ଯାଇ ତା ଜାଦୁରେ ଦୁଇ କାଉଙ୍କୁ ଦୁଇଟି ଜାମୁ ଗଛ କରିଦେଲା। ଏବେ ତମେ ମାନେ ଏମିତି ଜାମୁ ଗଛ ହେଇ ଏଠି ପଡ଼ି ରହିବ। ଯେବେ ତମ ଜାମୁ ଖାଇ ଚଢ଼େଇ ମାନେ ଉପକାର ପାଇବେ ସେବେ ଯାଇ ତମେ ମାନେ ମୁକ୍ତ ହେବ। ଆଜିଠୁ ଏଇଠି ପଡ଼ି ରହିଥାଅ। ଏମିତି କହି ପିଶାଚି କିଛି ଜାମୁ ନେଇ ସେଠାରୁ ଚାଲିଗଲା। ପରଦିନ ମିଟୁ ଆସିଲା। ସେଠି ସେ ଆଉ ଦୁଇଟି ଜାମୁ ଗଛ ଦେଖିବାକୁ ପାଇଲା। ସେ ସେଇ ଦୁଇ ଗଛରେ ବି ଜାମୁ ନେଇ ଚଢ଼େଇ ମାନଙ୍କୁ ଦେଲା। ଏମିତି ଧୀରେ ଧୀରେ ଦୁଇ କାଉ ଚଢ଼େଇ ମାନଙ୍କର ଉପକାର କରିପାରିଲେ। ଯାହାଫଳରେ କିଛି ଦିନ ପରେ ହିଁ ସେମାନେ ନିଜ ପୂର୍ବ ରୂପ ଫେରି ପାଇଲେ। ଦୁଇ କାଉ ନିଜ ଭୁଲ ବୁଝିପାରି ଘରକୁ ଫେରି ଆସିଲେ।